ପିଲାମାନେ ଆଜି ଆସ ପଢ଼ିବା ପ୍ରବନ୍ଧ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା ଲେଖିଛନ୍ତି ପ୍ରାବନ୍ଧିକ ଗୋଲକ ବିହାରୀ ଧଳ। ଗୋଲକ ବିହାରୀ ଧଳ ଜଣେ ପ୍ରାବନ୍ଧିକ ଭାବରେ ଯେତିକି ଜଣାଶୁଣା ତା ସହିତ ଭ୍ରମଣ କାହାଣୀ ଲେଖକ ଏବଂ ଅନୁବାଦକ ଭାବରେ ମଧ୍ୟ ସେତିକି ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ରଚିତ ଭାଷାଶାସ୍ତ୍ର ପରିଚୟ, ମଣିଷର ଭାଷା, ଧ୍ୱନି ବିଜ୍ଞାନ, ଇଂରାଜୀ ଉଚ୍ଚାରଣ ଶିକ୍ଷା ଆଦି ଭାଷାଭିତ୍ତିକ ଆଲୋଚନା ପୁସ୍ତକ ରଚିତ ହୋଇଥିଲା ବେଳେ ଲଣ୍ଡନର ଚିଠି, ଗଙ୍ଗାରୁ ଗୋଦାବରୀ ଭଳି ଭ୍ରମଣ କାହାଣୀର ଲେଖକ ମଧ୍ୟ ସେ। ଏହା ବ୍ୟତୀତ ତାଙ୍କର ଅନୁବାଦ ପୁସ୍ତକ ଗୋଦାନ ପାଇଁ ସେ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ତେବେ ଆଜିର ବିଷୟବସ୍ତୁ ହେଉଛି ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା। ସ୍ୱାଧୀନତାକୁ ଆଜି 75 ବର୍ଷ ମଧ୍ୟ ଅତିକ୍ରମ କରିଗଲାଣି। ତେବେ ପ୍ରାବନ୍ଧିକଙ୍କର କ୍ଷୋଭ ସ୍ୱାଧୀନତା ପାଇଥିଲେ ମଧ୍ୟ କିଭଳି ଭାବରେ ଆମର ଶିକ୍ଷାର ଚିନ୍ତା ଜନନାୟକମାନଙ୍କୁ ଘାରିଛି ବା ଅବନତି ବା ଉନ୍ନତି ଶିଖରକୁ ଛୁଇଁଛି। ପ୍ରାବନ୍ଧିକ ଥରେ ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସଭାକୁ ଯାଇଥିଲେ। ସେଠି ସେ ଯେଉଁ ଆଲୋଚନା ହେଉଥିଲା ତାର ବିଷୟବସ୍ତୁର ନିର୍ଯାସ ସେ ବାହାର କରିଥିଲେ, ଯେଉଁଠିକି କୃଷିକୁ ପ୍ରଥମ ସ୍ଥାନ ଦେଉଥିଲା ବେଳେ ଶିକ୍ଷା ଥିଲା ତୃତୀୟ ସ୍ଥାନରେ ବା ସବା ଶେଷରେ। କିନ୍ତୁ ପ୍ରାବନ୍ଧିକଙ୍କର ଏଇ ମତ ଯେ ଯଦି ଆମେ କୃଷିକୁ ଉପର ସ୍ଥାନ ଦେଇ ଶିକ୍ଷାକୁ ସବୁଠାରୁ ତଳ ସ୍ଥାନରେ ରଖିବା ତେବେ କୃଷି କାର୍ଯ୍ୟ ମଧ୍ୟ ସଠିକ ଭାବରେ ହୋଇପାରିବ ନାହିଁ। କାରଣ ସରକାର ଅନେକ ଯୋଜନା କରୁଛନ୍ତି, କିନ୍ତୁ ସେ ଯୋଜନା ଗୁଡ଼ିକ ଶିକ୍ଷା ଅଭାବରୁ ପରିପୂର୍ଣ୍ଣ ହୋଇପାରୁନାହିଁ। ଯଦି ଚାଷୀଟିଏ ଉର୍ବର ଜମିକୁ ତାର ସ୍ଥାନ ନିରୂପଣ କରି ଉର୍ବର କରିସାରି ମଞ୍ଜିଟିଏ ପୋତେ, ତାହେଲେ ସେ ଗୋଟେ ଉର୍ବର ଗଛ ବା ଗୋଟେ ବଳିଷ୍ଠ ଗଛରେ ପରିଣତ ହେବ। କିନ୍ତୁ ଯଦି ସେ ନେଇ ଚାରାକୁ ବା ମଞ୍ଜିକୁ ଶୁଖିଲା ପଡ଼ିଆରେ ଭିଣି ଦିଏ, ତାହାକୁ ଯେତେବେଳେ ସେ ଗଛ ବଢ଼ିବା ପାଇଁ ଲାଗିବ ହୁଏତ ତାକୁ ଗାଈ କିମ୍ବା ଗୋରୁ ଖାଇଦେବେ। ତେଣୁ ସେଥିପାଇଁ ଗୋଟେ ଶିକ୍ଷାର ଆବଶ୍ୟକତା ଅଛି, ଯାହା ସରକାର ଯୋଜନା କରିଛନ୍ତି। ସେ ଯୋଜନା କାର୍ଯ୍ୟକାରୀ ହେବ ସେତିକି ବେଳେ ଯେତେବେଳେ ଶିକ୍ଷା ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଥିବ। ବର୍ତ୍ତମାନ ଯେତେ ପରିବର୍ତ୍ତନ ଆସୁନା କାହିଁକି, ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ଯେ ଜଣେ ଅଶିକ୍ଷିତ ଥିବାରୁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନାହିଁ। ଯଦି ଜଣେ ଶିକ୍ଷିତ ହେବ, ସେ ବୁଝିବ ସରକାରଙ୍କ ଯୋଜନା ସମ୍ପର୍କରେ, ତେବେ ଯାଇ ଦେଶର ଉନ୍ନତି ହେବ, ଜାତିର ଉନ୍ନତି ହେବ ଏବଂ ସମାଜର ଉନ୍ନତି ହେବା ସହିତ ଶିକ୍ଷା ମଧ୍ୟ ସଠିକ ଭାବରେ ଶୀର୍ଷ ସ୍ଥାନ ଲାଭ କରିବ। କିନ୍ତୁ ବର୍ତ୍ତମାନ କ'ଣ ହେଉଛି ନା, ପ୍ରସାର ନାଁରେ ଯେତେ ଲମ୍ବା ତାଲିକା ବାହାରୁଛି ସବୁ ଗୁଡ଼ିକର ମୌଳିକତା ସେଠି ଜିରୋ ବା ଶୂନ୍ୟ ଅଟେ। କାରଣ ଆମର ଶାସନ ପଦ୍ଧତିରେ ବିଶେଷଜ୍ଞମାନଙ୍କର ଆଦୌ ସ୍ଥାନ ନାହିଁ ବୋଲି କୁହାଯାଏ। ଆମେ ଦେଖିଛୁ ଯେ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହୋଇନପାରି ଶେଷରେ ଅର୍ଥ ବିଭାଗକୁ ବିଚାର ପାଇଁ ଯାଉଛି। ତାର ଏକମାତ୍ର କାରଣ ହେଉଛି ଯଦି ସଠିକ ଭାବରେ ଶିକ୍ଷାକୁ ଗୁରୁତ୍ୱ ନ ଦିଆଯାଏ ତେବେ ଦେଶ ଅବନତି ଆଡ଼କୁ ଗତି କରିବ।